ସାଇନାଥାୟ ନମ। ସାଇ ବିଶ୍ୱାସ ଚ୍ୟାନେଲକୁ ସ୍ୱାଗତମ୍। ଆଜି ସାଇ ପାରାୟଣ ବହିର ଦ୍ୱାଦଶ ଅଧ୍ୟାୟରେ ମୁଁ କିଛି କହିବାକୁ ଯାଉଛି। ଆପଣଙ୍କ ଶ୍ରୀଚରଣରେ ଭକ୍ତ ଆଜି ଧନ୍ୟ। ଆପଣଙ୍କ କୃପାଲାଭ କରି ସଗୁଣର ସୀମା ନାହିଁ। ଆପଣଙ୍କ ଅପର ମହିମା। ଏହିପରି ଭକ୍ତ ମଧ୍ୟ ଜଣେ କେହି ନାହିଁ ଯେ କି ଆପଣଙ୍କ ଗୁଣ ସୀମା ବଳି ପାରିଛନ୍ତି। ଆପଣ ଏକ ଅଜ୍ଞାତ ଆକର୍ଷଣ ଭାବମୟ ଶକ୍ତି ପ୍ରଦାନ କରି ପାଖ ଆଉ ଦୂରର ଭକ୍ତଜନଙ୍କୁ କୋଳେଇ ନେଉଛନ୍ତି କରୁଣାମୟୀ ମା ସ୍ୱରୂପିଣୀ ଭାବରେ। ହେ ସାଇ ଭକ୍ତମାନଙ୍କୁ ଅଜ୍ଞାତ ଆପଣମାନେ ବାସସ୍ଥାନ। ଆପଣ ସେମାନଙ୍କୁ ଏମିତି ଉପାୟରେ ଉତ୍ସାହିତ କରନ୍ତି ଯେ ମନେ ହୁଏ ଆପଣଙ୍କ କରୁଣାର ଆଶୀର୍ବାଦରୁ ହସ୍ତ ସେମାନଙ୍କର ମଥା ଉପରେ ରହିଛି। ମାୟା ମୋହ ତଥା ଅହଙ୍କାରରେ ଜଡ଼ିତ ଥାଇ ବିଦ୍ୱାନ ବୁଦ୍ଧିମାନ ମଣିଷ ଏହି ଭବସାଗରରେ ପଙ୍କରେ ପଡ଼ିଯାଇଛି। ହେ ପରମ ଦୟାଳୁ ସାଇ କେବଳ ଆପଣ ନିଜ ଶକ୍ତି ସାହାଯ୍ୟରେ ଅସହାୟ ପ୍ରକୃତ ଭକ୍ତମାନଙ୍କୁ ପାପମାନଙ୍କଠାରୁ ମୁକ୍ତି କରନ୍ତୁ। ନିଜ ପଥରେ ସ୍ୱପଥରେ ଧର୍ମପଥରେ ଆଗେଇ ନିଅନ୍ତୁ। ଆପଣଙ୍କର ଏପରି ଅଭିନୟରେ ଯେପରିକି ଆପଣଙ୍କର କୌଣସି ସମ୍ବନ୍ଧ ନାହିଁ। ଏପରି କହି ଭକ୍ତ ଜଣେ ନାହିଁ ଯେ କି ଆପଣଙ୍କର ସମ୍ପୂର୍ଣ୍ଣ ଜୀବନ ଚରିତ ଜାଣିପାରି ନାହିଁ। ତେଣୁ ଆମ ସମସ୍ତଙ୍କ ପାଖରେ ସର୍ବଶ୍ରେଷ୍ଠ ମାର୍ଗ ହେଉଛି ଅନ୍ୟାନ୍ୟ ଭାବରେ ଆପଣଙ୍କର ଶ୍ରୀଚରଣରେ ହୋଇ ନିଜକୁ ସମର୍ପିତ କରାଅ। ଏ ପାପର ଉଦ୍ଧାର ନିମନ୍ତେ ଆପଣଙ୍କ ନାମକୁ ସ୍ମରଣ କରିବା। ଆପଣା ନିଷ୍ପାପ ଭକ୍ତମାନଙ୍କୁ ସମସ୍ତ ଇଚ୍ଛା ପୂରଣ କରି ସେମାନଙ୍କୁ ପରମ ଆନନ୍ଦ ପ୍ରଦାନ କରିଦିଅନ୍ତୁ। ଆପଣଙ୍କ ନାମ ସ୍ମରଣରେ କି ମଧୁରତା କି ଆକର୍ଷଣୀୟତା ରହିଛି ଯାହାଦ୍ୱାରା ଭକ୍ତମାନଙ୍କ ମଧ୍ୟରେ ଥିବା ରାଜସିକ ଓ ତାମସିକ ଗୁଣଗୁଡ଼ିକ କମି ସାତ୍ତ୍ୱିକ ଓ ଧାର୍ମିକ ଗୁଣରେ ବିକାଶ ହୁଏ। ସେତେବେଳେ ଆକସ୍ମିକ ହୋଇ ଗୁରୁଙ୍କ ସହିତ ଅଭିନୟ କର ନାହିଁ। ଏହାର ଆଉ ଏକ ଅର୍ଥ ହେଉଛି ଯେ ଗୁରୁଙ୍କ ପ୍ରତି ଅନ୍ୟାନ୍ୟ ଭାବରେ ଶରଣାଗତରେ ଲାଭ କରିବା। ଏହାର ସତ ଶାଶ୍ୱତ ପ୍ରମାଣ କେବଳ ଏହି ଯେ ଯେତେବେଳେ ଆମର ମନ ସ୍ଥିର ଓ ଶାନ୍ତ ହୋଇଯାଏ ଶରଣାଗତ ଭକ୍ତି ଓ ଜ୍ଞାନର ମାହାତ୍ମ୍ୟ ଏକ ଅଦ୍ୱିତୀୟ ଯାହାଫଳରେ ଧୀରେ ଧୀରେ ସେ ଲୋପ ଓ ପରିବର୍ତ୍ତିତ ହୋଇଥାଏ। ମୁଁ ମୁହଁକୁ ନିଜକୁ କୁହେ ଯେ ତେବେ ସେ ସର୍ବଦା ସେମାନଙ୍କ ପାଖେ ପାଖେ ଥାଆନ୍ତୁ। ଭକ୍ତଗଣ ଯେକୌଣସି ଜାଗାକୁ ଯାଇଥାନ୍ତୁ ସାଇ ନାମକୁ ସବୁବେଳେ ସ୍ମରଣ କରନ୍ତୁ। ସାଇବାବା କହିଛନ୍ତି ତମେ ଖାଇଲା ବେଳେ ବି ମୋ ନାମ ସ୍ମରଣ କଲେ ଶୁଣିବ, ସ୍ନାନ କଲାବେଳେ ସ୍ମରଣ କଲେ ଶୁଣିବ। ଯେଉଁଠି ବିପଦ ଆପଦରେ ଯେଉଁଠି ବି ଥାଅ ଆପଣ ମୋ ନାଁକୁ ତୁଣ୍ଡରେ ଥରେ ଡାକିଦେଲେ ନା ମୁଁ ଯେମିତି ଜାଗାରେ ଥିଲେ ବି ମୁଁ ନିଶ୍ଚିନ୍ତ ତୁମ ପାଖରେ ପହଞ୍ଚି ପାରିବି। ଏହା କହି ବହୁତ ସାଇଙ୍କ ମୁଣ୍ଡରେ ହାତ ରଖି ବହୁତ ପ୍ରତିଜ୍ଞା କରିଛୁ। ସାଇବାବା ସମସ୍ତେ ଜାଣନ୍ତି ଯେ ବାବା ଭକ୍ତଠାରୁ ଦକ୍ଷିଣା ସ୍ୱରୂପ ଯେଉଁ ଟଙ୍କା ନିଅନ୍ତି ତାହା ଦୀନ ଦୁଃଖୀ ତଥା ବାବାଙ୍କ ଇଚ୍ଛାରେ ତାହାକୁ ବାଣ୍ଟି ଦିଅନ୍ତି। ଯେଉଁମାନେ ରୋଗରେ ପୀଡ଼ିତ ହୁଅନ୍ତି ସେମାନଙ୍କୁ ବି ଦେଇଦିଅନ୍ତି। ସେ ଟଙ୍କା କ'ଣ ବା କରିବେ? ତାଙ୍କର ପିଲା ନା ସ୍ତ୍ରୀ ନା ତାର କିଛି ସଂସାର ନାହିଁ। ହେ ସଦ୍ଗୁରୁ ସାଇ ଶ୍ରୀ ଆପଣଙ୍କ ଶ୍ରୀଚରଣରେ ବନ୍ଦନା କରି ଆପଣଙ୍କ ନିକଟରେ ଶରଣ ଭିକ୍ଷା ମାଗୁଛି। ସମଗ୍ର ବିଶ୍ୱ ଜଗତର ଆପଣ ହିଁ ଏକମାତ୍ର ଆଧାର। ଏହି ଦୃଢ଼ ବିଶ୍ୱାସ ମୋ ମନରେ ଥାଉ, ସାଇ ଭକ୍ତଙ୍କ ମନରେ ଥାଉ, ଯେତେକ ଓଡ଼ିଶାବାସୀ ଲୋକଙ୍କ ମନରେ ଥାଉ। ମନୋବାଞ୍ଛା ଅବନୀୟ ପୂର୍ଣ୍ଣ ହେବା ସହିତ ଆମେ ଆମର ପରମ ଲକ୍ଷ୍ୟରେ ପହଞ୍ଚିପାରୁ। ଅଧୁନା ମାୟାମୋହ ରୂପକ ଝଡ଼ରେ ଧୈର୍ଯ୍ୟ ରୂପକ ଗଛ ଉପୁଡ଼ି ପଡ଼ୁଛି। ଅହଙ୍କାର ରୂପକ ପବନରେ ହୃଦୟ ରୂପକ ସାଗରରେ ଝଡ଼ କ୍ରୋଧ ଘୃଣା ରୂପ ପ୍ରକଟକାରୀ କୁମ୍ଭୀରମାନେ ସେଠାରେ ନିର୍ଭୟରେ ଘୂରି ବୁଲୁଛନ୍ତି। ଅହଙ୍କାର ଓ ସନ୍ଦେହରୁ ଘୂର୍ଣ୍ଣରେ ନିଦା ଈର୍ଷା ରୂପକ ମାଛ କିଲ୍ ବିଲ୍ କରି ଖେଳରେ ମସଗୁଲ। ସମୁଦ୍ର ଏହା ଭୀଷଣ ଏବଂ ଭୟଙ୍କର ତେବେ ସୁଦ୍ଧା ଆମର ସଦ୍ଗୁରୁ ହିଁ
ବହୁତ ସଦୃଶ ଗୁରୁ ଏବଂ ସେ ଏହି କେବଳ ବିଭାବରେ ଆମକୁ ଭବସାଗରରୁ ଉଦ୍ଧାର କରିପାରିବେ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ ଆଉ ସବସ୍କ୍ରାଇବ୍ ଆଉ କମେଣ୍ଟ କରିବେ।